କିଛି ଦର୍ଶକ ବନ୍ଧୁ ସେମାନଙ୍କର ଗଲ୍ ବ୍ଲାଡର ଷ୍ଟୋନ୍ ଅର୍ଥାତ୍ ପିତ୍ତାଶୟରେ ପଥୁରୀ ସମସ୍ୟା ନେଇ କହିବା ପାଇଁ କହିଥିଲେ। ତେବେ ଆଜିର ଭିଡିଓ ଗଲ୍ ବ୍ଲାଡର ଷ୍ଟୋନକୁ ନେଇ। ତେବେ ଯଦି ଆପଣଙ୍କର ଗଲ୍ ବ୍ଲାଡରରେ ଷ୍ଟୋନ୍ ହୋଇଛି, ଏସବୁ କ୍ଷେତ୍ରରେ ପେଟ ଯନ୍ତ୍ରଣା କରିବା, ଝାଡା କ୍ଲିୟର ନ ହେବା ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଯଦି ଆପଣଙ୍କର ଗଲ୍ ବ୍ଲାଡରରେ ଷ୍ଟୋନ୍ ହୋଇଛି ଅର୍ଥାତ୍ ପିତ୍ତାଶୟରେ ପଥୁରୀ ହୋଇଛି, ଏଥିପାଇଁ ଆପଣମାନେ ହୋମିଓପାଥିକର ଉପଚାର କରିପାରନ୍ତି। ଏଥିପାଇଁ ମୁଁ 3ଟି ଔଷଧକୁ ଆପଣମାନଙ୍କୁ ପରାମର୍ଶ ଦେବି। ପ୍ରଥମ ଔଷଧଟି ହେଉଛି R7। ଟିକିଏ କଷ୍ଟଲି ହୋଇପାରେ, ମାତ୍ର ଏହା ଏସବୁ କ୍ଷେତ୍ରରେ ବହୁତ ବଢିଆ କାମ କରିଥାଏ। ଦ୍ୱିତୀୟ ଔଷଧଟି ହେଉଛି କୋଲେଷ୍ଟ୍ରେନିୟମ 3X। ଏହାର ଟ୍ୟାବଲେଟ୍ ଫର୍ମରେ ମଧ୍ୟ ଆସେ। ଏବଂ ତୃତୀୟ ଔଷଧଟି ହେଉଛି କାଡୁଅସ୍ ମଦର ଟିଞ୍ଚର। ତେବେ ଏହି 3ଟି ଔଷଧକୁ ଖାଇବାର ପ୍ରୋସିଡିଓର ଆପଣମାନଙ୍କୁ ବୁଝାଇ ଦେଉଛି। R7 କୁ ଅଧ କପ୍ ପାଣିରେ 15ରୁ 20 ଠୋପା ସକାଳୁ ଦ୍ୱିପହରେ ସନ୍ଧ୍ୟା ନିୟମିତ ଭାବରେ ଖାଆନ୍ତୁ। ଏବଂ ଦ୍ୱିତୀୟ ଔଷଧଟି ହେଉଛି କୋଲେଷ୍ଟ୍ରେନିୟମ 3X, ଯୋଉଟା କି ଟ୍ୟାବଲେଟ୍ ଫର୍ମରେ ଆସେ। ଏହାକୁ 2ଟି କରି ଟ୍ୟାବଲେଟ୍ ସକାଳୁ ଦ୍ୱିପହରେ ସନ୍ଧ୍ୟା ଆକୁ ନିୟମିତ ଭାବରେ ଖାଆନ୍ତୁ। କୋଲେଷ୍ଟ୍ରେନିୟମ 3X ର କାମ ହେଉଛି ରକ୍ତରେ ବଢିଥିବା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣକୁ ଆଣେ ଏବଂ କୋଲେଷ୍ଟ୍ରଲ ବଢିବା ଯୋଗୁଁ ଝାଡା କ୍ଲିୟର ନ ହୋଇ ଯଦି ଗଲ୍ ବ୍ଲାଡରରେ ଷ୍ଟୋନ୍ ହୋଇଥାଏ, ଏସବୁ କ୍ଷେତ୍ରରେ ଏହା ବହୁତ ବଢିଆ କାମ କରେ। ଏବଂ ଏହାକୁ 2ଟି କରି ଟ୍ୟାବଲେଟ୍ ସକାଳୁ ଦ୍ୱିପହରେ ସନ୍ଧ୍ୟା ନିୟମିତ ଭାବରେ ଖାଆନ୍ତୁ। ଏବଂ ତୃତୀୟ ଔଷଧଟି ହେଉଛି କାଡୁଅସ୍ ମଦର ଟିଞ୍ଚର। ଏହା ଲିଭର ପାଇଁ ବହୁତ ବଢିଆ କାମ କରେ ଏବଂ ଗଲ୍ ବ୍ଲାଡର ଷ୍ଟୋନ୍ ସମସ୍ୟାରେ ଆପଣଙ୍କୁ ବହୁତ ଏହା ସାହାଯ୍ୟ କରିବ। ଏହାକୁ ଅଧ କପ୍ ପାଣିରେ 15 ଠୋପା ସକାଳୁ ଦ୍ୱିପହରେ ନିୟମିତ ଭାବରେ ବ୍ୟବହାର କରନ୍ତୁ। ଦେଖିବେ ଲଗାତାର କିଛି ଦିନ ବ୍ୟବହାର କଲା ପରେ ଆପଣଙ୍କର ଗଲ୍ ବ୍ଲାଡର ଷ୍ଟୋନ୍ ଜନିତ ସମସ୍ୟାର ସମ୍ପୂର୍ଣ୍ଣ ଉପଚାର ହୋଇଯାଇଥିବ।